ଡାଫୋଡିଲ୍ ପ୍ଲେ ସ୍କୁଲରେ ଜେଜେମା ଜେଜେବାପା ସମ୍ମିଳନୀ। କେଶବ ସୁଭଦ୍ରା ପ୍ରତିଷ୍ଠାନ ଓ ଡାଫୋଡିଲ୍ ପ୍ଲେ ସ୍କୁଲର ମିଳିତ ଆନୁକୂଲ୍ୟରେ ସଂସ୍କୃତି ଭବନ ପରିସରରେ ଜେଜେମା ଜେଜେବାପା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଜେଜେମା ଓ ଜେଜେବାପା ଆମ ଦୈନନ୍ଦିନ ଚଳନୀରେ ଏକ ମର୍ଯ୍ୟାଦାବନ୍ତ ସ୍ଥାନର ଅଧିକାରୀ, ଆମ ଜୀବନର ଅବିଚ୍ଛେଦ୍ୟ ଅଙ୍ଗ। ସେହିମାନେ ହିଁ ଶୈଶବର ପ୍ରକୃତ ମାର୍ଗଦର୍ଶକ। ଘରର ମୁରବୀ ସେମାନେ ବୟୋଜ୍ୟେଷ୍ଠ ତଥା ଅନୁଭୂତି ସମ୍ପନ୍ନ। ସେମାନଙ୍କୁ ଉପଯୁକ୍ତ ସମ୍ମାନ ଦେବା ସହିତ ତାଙ୍କର ସେବା ଯତ୍ନ କରିବା ଆମ ଭାରତୀୟ ସଂସ୍କୃତିର ମୂଳ ମନ୍ତ୍ର। କାରଣ ଏଥିରେ ହିଁ ଅଛି ଏକ ଶାନ୍ତିମୟ ଜୀବନ ନିର୍ବାହର ମୌଳିକ ତତ୍ତ୍ୱ। ତେଣୁ ସେମାନେ କେବେ ଅଲୋଡ଼ା କିମ୍ବା ଅପୋକ୍ତେଇ ନୁହନ୍ତି। ସଭାରେ ଉପସ୍ଥିତ ଥିବା ଅତିଥିଗଣ ଉପରୋକ୍ତ ମତବ୍ୟକ୍ତ କରିବା ସହ ଜେଜେମା ଜେଜେବାପାମାନଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ଓ ଶ୍ରୀ ଜଗନ୍ନାଥଙ୍କର ଫଟୋଚିତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ବିଶିଷ୍ଟ ଶିକ୍ଷାବିତ୍ ଶାନ୍ତିଲତା ପ୍ରଧାନ। ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ଶ୍ରୀ ଜଗନ୍ନାଥ ବେଦ କର୍ମକାଣ୍ଡ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡକ୍ଟର ଜଗବନ୍ଧୁ ମିଶ୍ର, ଆଇନଜୀବୀ ଚନ୍ଦନ କୁମାର ବାହିନୀପତି ଏବଂ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ବୈରାଗୀ ନାୟକ। କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଅଶ୍ୱିନୀ ମହାନ୍ତି। କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ବିଦ୍ୟାଳୟର ଶିକ୍ଷୟିତ୍ରୀ କାଜଲ ସାହୁ, ଇତିଶ୍ରୀ ଆଚାର୍ଯ୍ୟ, ପଦ୍ମଳା ପଣ୍ଡା, ମାମାଲି ସାହୁ, ଉମା ବିଶ୍ୱାସ, ରୀନା ଦାସ, ସୁଚିତ୍ରା ମିଶ୍ର, ବିଭୁସ୍ମିତା ନାୟକ, ଶୁଭସ୍ମିତା ବେହେରା, ଶୁଭସ୍ମିତା ନାୟକ ଓ ସମ୍ୟୁକ୍ତା ଦାସ। ଶେଷରେ ବିଦ୍ୟାଳୟର କୁନି କୁନି ଛାତ୍ରଛାତ୍ରୀମାନଙ୍କ ଦ୍ୱାରା କୌତୁକ ପୋଷାକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ବିଚାରକ ଭାବେ ଯୋଗ ଦେଇଥିଲେ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ଶ୍ରୀ ସଦାଶିବ ପରିସରର ଅଧ୍ୟାପକ ଡକ୍ଟର ଜ୍ୟୋତି ପ୍ରକାଶ ନନ୍ଦ, ଶିକ୍ଷୟିତ୍ରୀ ନିବେଦିତା ସ୍ୱାଇଁ, ଭାରତୀ ନାୟକ ଏବଂ ବନ୍ଦିତା ମିଶ୍ର। ସମସ୍ତ କୃତି ପ୍ରତିଯୋଗୀମାନଙ୍କୁ ବିଦ୍ୟାଳୟର ଆଗାମୀ ବାର୍ଷିକ ଉତ୍ସବରେ ପୁରସ୍କୃତ କରାଯିବ। ଶ୍ରୀମତୀ ଶାନ୍ତିଲତା ପ୍ରଧାନ, ଆମର ପୁରୀ ସହରରେ ଗୋଟେ ଡାଫୋଡିଲ୍ ନର୍ସରୀ ସ୍କୁଲ ଅଛି, ଗୋଟେ ଗଡ଼ବାଡ଼ ସାହିରେ ଅଛି, ଆଉ ଗୋଟେ ଅଛି ସଦରର କୋଟା ବେହେରା ସାହି ଭିତରେ। ତାଙ୍କର ଆଜି ଗୋଟେ ଜେଜେବାପା ଜେଜେମା ସମ୍ମିଳନୀ ହୋଇଥିଲା। ମୋତେ ତ ସେମାନେ ଚିଫ୍ ଗେଷ୍ଟ କରିଛନ୍ତି, କିନ୍ତୁ ମୁଁ ବି ଏ ସ୍କୁଲର ଜଣେ ଜେଜେମା। ମୋ ନାତୁଣୀ ମଧ୍ୟ ସେଠି ପଢ଼ୁଛି। ତ ଏଇ ଯେଉଁ ସ୍କୁଲ, ଏଇଠି ଗୋଟେ ଆଧ୍ୟାତ୍ମିକ ପରିବେଶରେ ଚାଲିଛି। ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ସମସ୍ତଙ୍କର ଗୋଟେ ଆଧ୍ୟାତ୍ମିକ ମନଧାରା ମନୋଭାବ ରହିଛି। ଯିଏ ଆଗର ପ୍ରତିଷ୍ଠାତା ଅଶ୍ୱିନୀ ସାର୍, ସିଏ ମଧ୍ୟ ବହୁତ ପିଲାମାନଙ୍କୁ ନେଇକରି ଯେଉଁ କାର୍ଯ୍ୟକ୍ରମ କରିବା, ଯେ ଛୋଟ ଛୋଟ, ସେ କେବଳ ତ ନର୍ସରୀ LKG UKG ଭିତରେ ସ୍କୁଲ କରିଛନ୍ତି, କିନ୍ତୁ ଛୋଟବେଳୁ ପିଲାମାନଙ୍କୁ ଯେଉଁ ଭଳିଆ ଭାବରେ ସେମାନେ ତାଙ୍କର ବୌଦ୍ଧିକ ଶିକ୍ଷା ବା ଶାରୀରିକ ମାନସିକଠୁ ଆରମ୍ଭ କରି ଯେଉଁ ବୌଦ୍ଧିକ ଶିକ୍ଷା ଦିଆଯାଉଛି, ସେଇଟା ଗୋଟେ ସ୍ୱାଗତଯୋଗ୍ୟ ପଦକ୍ଷେପ। କାରଣ ଏଇଭଳି ଭାବରେ ସ୍କୁଲ ହୁଏତ ପୁରୀ ସହରରେ ଆମେ ଦେଖିବା ନାହିଁ। ତାଙ୍କର ବହୁତ ସମୟରେ ବହୁ କାର୍ଯ୍ୟକ୍ରମ ରୁହେ। ଛୋଟ ଛୋଟ ପିଲାମାନଙ୍କୁ କେମିତି ମାନେ ତାଙ୍କର ମାଇଣ୍ଡଟାକୁ ୱାଶ୍ କରିକି କେମିତି ଆଗକୁ ନେବା, ତାଙ୍କର ସେଇ କାର୍ଯ୍ୟକ୍ରମ। ତେଣୁ ମୋତେ ତ ଖୁସି ଲାଗୁଛି ଯେ ମୁଁ ସେ ସ୍କୁଲର ଗୋଟେ ଜଣେ ଗେଷ୍ଟ ଅଛି, କିନ୍ତୁ ମୁଁ ବି ସେ ସ୍କୁଲକୁ ଚୁଜ୍ କରିଛି। ମୋ ନାତୁଣୀକି ବି ସେଠି ପଢ଼ାଉଛି। ଭଲ ବଢ଼ିଆ ସ୍କୁଲ। ସମସ୍ତେ ବି ସେମିତି ଆସନ୍ତୁ, ଦେଖନ୍ତୁ, ଯାଇକରି ମାନେ ସେ ସ୍କୁଲରେ ପଢ଼ନ୍ତୁ ବୋଲି ମୁଁ ବି ସବୁ ପୁରୀ ସହରବାସୀଙ୍କୁ ମଧ୍ୟ ଅନୁରୋଧ କରିବି ତାଙ୍କ ପିଲା। ମୁଁ ଡକ୍ଟର ଅଶ୍ୱିନୀ ମହାନ୍ତି, ଡାଫୋଡିଲ୍ ନର୍ସରୀ ସ୍କୁଲର ଅଧ୍ୟକ୍ଷ ଏବଂ କେଶବ ସୁଭଦ୍ରା ପ୍ରତିଷ୍ଠାନର ସମ୍ପାଦକ ଅଛି। ଆଜି ଆମର ଥିଲା ଜେଜେବାପା ଜେଜେମାମାନଙ୍କର ସମ୍ମିଳନୀ ଏବଂ ପିଲାମାନଙ୍କର ନର୍ସରୀ ଠାରୁ UKG ପର୍ଯ୍ୟନ୍ତ ପିଲାମାନଙ୍କର ଥିଲା କୌତୁକ ପୋଷାକ ପ୍ରତିଯୋଗିତା। ପ୍ରତିବର୍ଷ କାର୍ଯ୍ୟକ୍ରମ ହୁଏ। ଏ ବର୍ଷ ଆମେ କାର୍ଯ୍ୟକ୍ରମକୁ ଦୁଇଟା ଯାକ ଏକା ସାଙ୍ଗରେ କରିଛୁ, ଜେଜେବାପା ଜେଜେମା ସମ୍ମିଳନୀ ଏବଂ ସେମାନଙ୍କୁ ମନୋରଞ୍ଜନ କରିବା ପାଇଁ ପିଲାମାନଙ୍କର ହେଉଛି କୌତୁକ ପୋଷାକ ପ୍ରତିଯୋଗିତା। ବର୍ତ୍ତମାନ ୱାଇଲ୍ ହିଁ ଜୀବନର ସବୁ ରସକୁ ଶୋଷି ସାରିଲାଣି, ଶୁଷ୍କ କରିସାରିଲାଣି। ଏଇଟା ଖାଲି କୌଣସି ଗୋଟିଏ ପରିବାରର କଥା ନୁହେଁ, ବରଂ ଏଇଟା ଆମ ଘର ଘର କି କାହାଣୀ ଭଳିଆ କଥା ହେଇଗଲାଣି। କିନ୍ତୁ ମୋବାଇଲକୁ ଦୋଷ ଦେଇ ଲାଭ ନାହିଁ, ବରଂ ତା ପ୍ରତିବଦଳରେ ଆମେ ଆମ ଘରକୁ ସଜାଡ଼ି ଦେବାଟା ଭଲ ହେବ। ଯେଉଁ ସଂସ୍କୃତି, ଯେଉଁ ପରମ୍ପରାକୁ ନେଇ ଆମେ ଦିନେ ସମଗ୍ର ପୃଥିବୀରେ ଗର୍ବିତ ଅନୁଭବ କରୁଥିଲୁ, ସେ ପରିଚୟ ନଷ୍ଟ ହୋଇସାରିଛି। ତେଣୁ ଆଉ ଥରେ ଆମକୁ ଆମ ପ୍ରାଚୀନ ପରମ୍ପରାକୁ ଫେରିବାକୁ ପଡ଼ିବ। ଯୌଥ ପରିବାର ନିହାତି ଦରକାର। ଯୌଥ ପରିବାର ନହେଲେ ସୁଖ, ଶାନ୍ତି, ସ୍ୱାଚ୍ଛନ୍ଦ୍ୟ ସେସବୁ ଧୀରେ ଧୀରେ ଦୂରେଇ ହୋଇଯାଉଛି ଏବଂ ପିଲାମାନଙ୍କୁ ଠିକ୍ ବାଟକୁ ଆଣିବା ପାଇଁ ଯୌଥ ପରିବାରର ଭୂମିକାଟା ଅତୁଳନୀୟ। ବିଶେଷ କରି ଯେଉଁମାନେ ଜେଜେବାପା ଜେଜେମା, ସେମାନେ ଆମ ପାଇଁ କେବେ ଅଲୋଡ଼ା ନୁହନ୍ତି, ଅଖୋଜା ନୁହନ୍ତି ବା ଅପାଙ୍କ୍ତେୟ ନୁହନ୍ତି,
ବରଂ ସେମାନେ ଆମ ପାଇଁ ସବୁକିଛି। ଖାଲି ତାଙ୍କରି ଫଟୋ ନୁହେଁ, ତାଙ୍କ ସ୍ମୃତି ନୁହେଁ, ବରଂ ଜେଜେବାପା ଜେଜେମା ଯେମିତି ଆମ ଘରର ଠାକୁରଙ୍କୁ ଯେମିତି ସମ୍ମାନ ଦିଆଯାଏ, ପୂଜା କରାଯାଏ, ଜେଜେବାପା ଜେଜେବାପା ଆମ ଘରର ମହିଖୁଣ୍ଟ, ଆମ ଘରର ଛାତ, ସେମାନେ ଆମର ଈଶ୍ୱର। ତାଙ୍କରି ପରାମର୍ଶ, ତାଙ୍କରି ପାଦ ଧୂଳି ଆମ ଜୀବନରେ ଚନ୍ଦନ ହେଇକି ବୋଳି ଦେବା ଦରକାର। ତାହେଲେ ଆମେ ସମସ୍ତେ ଗୋଟେ ସୁଖୀ ପରିବାରର ରସକୁ ଆସ୍ୱାଦନ କରିପାରିବା। ଆମର ଆମେ ଆସନ୍ତା ଜାନୁଆରୀ 18 ତାରିଖରେ କରୁଛୁ ସ୍କୁଲର ବାର୍ଷିକ ଉତ୍ସବ। ସେଦିନ କେଶବ ସୁଭଦ୍ରା ପ୍ରତିଷ୍ଠାନ ତରଫରୁ ଆମେ 6 ଗୋଟି ପୁରସ୍କାର ଏବଂ ସମ୍ମାନରେ ସମ୍ମାନିତ କରାଯିବାକୁ ସ୍ଥିର କରିଛୁ ସମଗ୍ର ଭାରତବର୍ଷର ବିଶିଷ୍ଟ ବିଦ୍ୱାନମାନଙ୍କୁ। ଏବଂ ଯାହାଫଳରେ କି ଆମେ କେବଳ ସ୍କୁଲ କରୁନାହୁଁ ବା ପିଲାଙ୍କୁ ପାଠ ପଢ଼ାଇନାହୁଁ, ଏଠି UKGରୁ PG ପର୍ଯ୍ୟନ୍ତ ପ୍ରତ୍ୟେକ ପିଲାଙ୍କୁ ଲୋକାୟତ ପ୍ରତିଭାକୁ ସମ୍ମାନିତ କରିବାର ଗୋଟେ ଅବସର ଆମେ ତିଆରି କରିଛୁ।